हेलो। हेलो। नमस्कार भाई। हाँ नमस्ते भाई। ଆଜ୍ଞା ଏଇଟା କୌଶଳୀ ଚ୍ୟାନେଲ ତ? ଆଜ୍ଞା କୋଶଲି ଏଜୁକେଟର ଚ୍ୟାନେଲ କହୁଥିଲି। ହଁ ଆଜ୍ଞା ଗୋଟେ ମୁଇଁ ମୁସିବତରେ ପଡ଼ିଯାଇଛି। କାଣା ହେଇଛି ଆଜ୍ଞା? ଆଜ୍ଞା ମୁଇଁ ଏଇଟା ବାହାରେ କାମ କରି ଯାଇଛି। ହୁଁ ହୁଁ। ହଁ ହର୍ଷ ସାଇ ଯେନ୍ ଏଟା ତେଲେଙ୍ଗାନାର। ଆଜ୍ଞା ଏଟା ଚେନ୍ନାଇରେ ରହୁଛି। ସେ ଗରିବ ମାନଙ୍କ ପାଶା ବେଶୀ ଏଇଟା ହେଲ୍ପ କରୁଛି। ଆଜ୍ଞା। ଯେହେଟା ମୋ ୟୁଟ୍ୟୁବରେ ଏଟା ଦେଖିଥିଲି, ୟୁଟ୍ୟୁବରେ ଫେସବୁକରେ ଏଟା ଦେଖିଥିଲି ମୁଇଁ। ହୁଁ ହୁଁ। ଆଉ ସେ ନମ୍ବର କେ ମୁଇଁ ସେୟାର ଲାଇକ୍ କନି। ତାପରେ ନେକେ 5 ଲାଖ ଟଙ୍କା ଏନ୍ତା ସାହାଯ୍ୟ ଦମେ ବୋଲିକିରି କହିଲେ। ହୁଁ ହୁଁ। ଆରୁ ଆଜ୍ଞା ନେକେ ପଇସା ଲୁଟି ଲୁଟିକି ଆଜ୍ଞା 50-60 ହଜାର ଟଙ୍କା ହେଇଗଲାନ। ମୁଇଁ ସ୍କିମ୍ ପଠେଇ ଦଉଛି ଇନ। ଆପଣଙ୍କୁ ପଇସା ଆପଣଙ୍କୁ ମିଲବା ବୋଇଲି। ହୁଏ 5 ଲାଖ ଟଙ୍କା ବୋଲେ ହେଲ୍ପ ଏନ୍ତା ଲେଖିଥିଲେ। ହୁଁ ହେଲ୍ପ 5 ଲାଖ ଟଙ୍କା ଏନ୍ତା ଗରିବ ମାନକେ ହେଲ୍ପ ଦଉଛୁ ବୋଇଲେ। ହୁଁ ହୁଁ। ଆର ସେନ ହେଲ୍ପ ଦଉଛୁ ବୋଇଲାକେ ମୁଇଁ ଲାଇକ୍ ସବସ୍କ୍ରାଇବ କଲି। ହୁଁ और ସେମାନେ बोले ठीक हो जाए, आपको क्या चाहिए बोले। ହୁଁ ये सर मेरे को पैसा थोड़ा चाहिए बोली करी एंदा कहने मुझे। ହୁଁ ठीक है आप जो बोल रहे वो हो जाएगा ହୁଁ बोली करी कहले। हाँ ठीक अच्छे, ये 500 टଙ୍କା एंता लगवा बोले। ହୁଁ और आपका अकाउंट भेज दो, आधार कार्ड भेज दो बोली करी कहले जे एंता पठा देने मुझे। ହୁଁ जहाँ ठीक अच्छे बोले यार एंता फॉर्म 500 टଙ୍କା एंता पकाबू बोली करी कहले 500 टଙ୍କା पका देली। ହୁଁ। तापरे बोले 5 लाख टଙ୍କାର ଏଟା 1900 ତମର 50 ଟଙ୍କା ଟैक्स लागबा बोले। 500 ଟଙ୍କା ପଠେଇଦେଲେ 1950 ଟଙ୍କା ଟ୍ୟାକ୍ସ କେତେ ଲାଗେ? टैक्स लागबा बोले 5000 ର ଏନ୍ତା ନେଇ ନାସନ୍ କେ। 5000 ଟଙ୍କା କାଣା? ଆପଣଙ୍କୁ 500 ଟଙ୍କା ବୋଲି କହିଲେ ତାପରେ? ହଁ 500 ଟଙ୍କା ବୋଇଲେ। ହୁଁ 500 ଟଙ୍କାର ଏଟା 5 ଲାଖ ର ତୋର କାଣା ଯେ ଟैक्ସ ଲାଗବା। ଏଟା 1950 ଟଙ୍କା ଲାଗବା ବୋଇଲେ। ହୁଁ 1950 ଟଙ୍କା ଲାଗବା ବୋଲେ 1950 ଟଙ୍କା ଟା ପକେଇ ଦେଲି ବେଲକେ ହୁଁ ତୋର କାଣା ଯେ ଆକାଉଣ୍ଟ ରେ ପିନ୍ କୋଡ ମାଗୁଛେ ଏଟା 4500 ଲାଗବା ବୋଇଲେ। ହୁଁ ହେନ୍ତା କରି କରି ଆଜ୍ଞା କାଁ ବୋଲେ ଯେ ନା ବାହାରର ପଇସା ଆଉଛେ ଯେ କାଣା ଯେ 12,000 ଟଙ୍କା ଲାଗବା, 12,000 ଟଙ୍କା ଟैକ୍ସ ଲାଗବା। ଫେର ହୁଁ ତମର ବାହାରର ପଇସା ଯେ ତମର ନେକେ ସେ କାଣା କାଣା ଏନ୍ତା ଲାଗବା ବୋଲିକିରି କହିଲେ। ହୁଁ ଆର ସେନୁ ଆଜ୍ଞା ନେକେ 50,000 ଟଙ୍କା ନେକେ ସେନୁ ଆଜ୍ଞା ପଇସା ଧୀରେ ଧୀରେ ନାଇଁ ତ ପୁଲିସ କେସ୍ ହେଇଯିବା। ଥାନା ତତେ ଧରି ନେଇଯିବେ, ତତେ ପିଟି ନେଇଯିବେ ବୋଲିକିରି କହିଲେ। ଆର ନାକେ ଡରେ ଡରେ ଆଜ୍ଞା ନାକେ 50,000 ଟଙ୍କା ନେଖା ମୋର ଇନେ ତାମିଲନାଡୁ ଆଜ୍ଞା ନେକେ କମ୍ପାନୀ ନେ କାମ କରୁଛେ। ହୁଁ ହୁଁ ଇଟ କମ୍ପାନୀ ନେ। ହୁଁ ହୁଁ ଆଜ୍ଞା ହେନ୍ତା ଡରେ ଡରେ କରି ଆଜ୍ଞା 50,000 ଟଙ୍କା ନେଇ ଗଲେ ନ ଆଜ୍ଞା। ଆର କହିଲା ବେଲକେ ଆଜ୍ଞା ପଇସା ନେଇ ମିଲନି ଏନ୍ତା করে ବୋଲିକିରି କହୁଛନ୍, ଡରେ ଡୁବେ ଦଉଛନ୍ ଆଜ୍ଞା ଆପଣ ପଇସା କାଣା ନେଇ ଦିଅ ଫୋନ ପେ ବୋଲିକିରି। କରିଛନ୍ କେଁ? ଆଜ୍ଞା ଫୋନ ପେ କରିଛନ୍? ହଏ। ଆପଣ ଆଜ୍ଞା ଜଣେ ଲୋକ ପଇସା ମାଗୁଛେ ଗରିବ କେ ସାହାଯ୍ୟ କରମୁ ବୋଲି କହିଲେ ବୋଲେ ଆପଣ କାହିଁ ହେଲା ଯେ ପଇସା ପଠଉଛନ୍ତି ପହିଲା କଥା। ଗରିବ କେ ସାହାଯ୍ୟ କରିବେ ବୋଲେ ତ ପୁରା ଫ୍ରିରେ ସାହାଯ୍ୟ କରିବେ। ହଁ ଗରିବକୁ ଫେର ପଇସା ନେଇକରି କିଏ କରସି ସାହାଯ୍ୟ? ଟैक्ସ ଫ୍ୟାକ୍ସ କାଣା ବୋଲିକିରି କହିଲେ ଆଜ୍ଞା ତମର ଯେ ଆକାଉଣ୍ଟ ନାଇଁ ଆପଣ ଚଲବାର କହିଦେଲା ବୋଲି। ଗୋଟେ ଠକାମିର ଶିକାର ହେଲେ ନ ଆପଣ ଜାଣିଛନ୍ କି ନି? ଜି ଆପଣ ଠକାମିର ଶିକାର ହେଇସାରିଲେ ନ ହେ ପଇସା ବାହାରିବା କି ନାଇଁ ଯେ ବି କିଛି ଗ୍ୟାରେଣ୍ଟି ନାହିଁ ସେ। ଆଜ୍ଞା ବୁଝିପାରିଲେନି କେନୁ କହୁଛନ୍ ଆପଣ ଆପଣ କେନୁ କହୁଛନ୍ କୁହନ୍ତୁ? ହଁ ମୁଇଁ ବଲାଙ୍ଗୀର ଡିଷ୍ଟ୍ରିକ୍ଟର ମୁଇଁ ଗୁନେଶ ଗାଁବର ହୁଁ ହୁଁ କହୁଥିଲି। ବଲାଙ୍ଗୀର ଡିଷ୍ଟ୍ରିକ୍ଟ। କେନଟା ବ୍ଲକ? ହଁ ତୁରେକେଲା ବ୍ଲକ। ତୁରେକେଲା ବ୍ଲକ। ଗାଁ ଟା କେନଟା ହାଏ ହାଁ ଆଜ୍ଞା? କେନ ଗାଁ? ଗୁନେଶ। ଭୁବନେଶ୍ୱରରୁ କହୁଛନ୍? ହଏ ହଏ। ହୁଁ ହୁଁ କାଣା କି ଆପଣଙ୍କ ନାଁ? ମୋ ନାଁ ଡିଙ୍ଗର ତାଣ୍ଡି ଆଜ୍ଞା। ଡିଙ୍ଗର ତାଣ୍ଡି। ହଏ। ଆପଣ ଗାଁରେ ଏକା ଅଛନ୍? ଗାଁରେ ନାଇଁନ ଆଜ୍ଞା ମୁଁ ତାମିଲନାଡୁରେ ଅଛି କନ୍ୟାକୁମାରୀ ନ। ଆଉ ସେମାନକେ ଭେଟିଥିଲେ କି କେବେ ଭେଟା ଭୁଟି କରିଥିଲେ କି? ସେମାନକେ ନାଇଁ ଭେଟବାର ଆଜ୍ଞା। ସେମାନକେ ଖାଲି କଥା କରେଇ ଦିଅ ଭେଟେଇ ଦିଅ ବୋଲେ ନାଇଁ ନାଇଁ ଭେଟି ପାରନ୍ ସେମାନେ ବଡ଼ ଲୋକ ହେ। ସେମାନେ ତମ ସାଙ୍ଗେ କଥା ନେଇ ପାରନ୍। ଆମର ସାଙ୍ଗେ ଯାହା କଥା ହବାର କଥା ହ ବୋଲୁଛନ୍ ଆଜ୍ଞା ନେକେ। ଆରୁ ଯେ କେନ୍ ମାନେ ସେ କାହାର ସାଙ୍ଗେ ତମେ କଥା ହଉଛ ଆରୁ ମାନେ କରୁଛ ଏଇ କାମ? ବୋଲେ ଏଇଟା ହର୍ଷ ସାଇ ସାଙ୍ଗେ। ହର୍ଷ ସାଇ? ହଏ ଆଜ୍ଞା ଫେସବୁକରେ ଦେଖିପାରିବେ ତାକି। ହର୍ଷ ସାଇ? ହଏ। ଓହୋ କେନର୍ ରେ ସେ? ସେ ଏଇଟା ତେଲେଙ୍ଗାନାର। ତେଲେଙ୍ଗାନାର ଯେ ତାର ସାଙ୍ଗେ ହଁ ଦେଖା ଦୁଖି ହେଇଛ କି ନି ହେବା କି କାଣା ତମେ ଦେଖା କେନ ଅଛ ତେଲେଙ୍ଗାନାରେ ଅଛ?
ତାହେଲେ ଏଇଟା ଚେନ୍ନାଇରେ ଅଛି ଏବେ। ହଁ ତୁମେ ତାହାଙ୍କୁ ଦେଖିଛ କି ନାଇଁ ଦେଖବା ସେ ହର୍ଷ ସାଇକେ? ହସ ଯାଇକି ନାଇଁ ଦେଖବାର ଆଜ୍ଞା, ଖାଲି ତାର ଫେସବୁକ୍ ଖାଲି ଦେଖିଛେ। ଲୋକଙ୍କୁ ସେ ଏନ୍ତା ନମ୍ବର ସୋସିଆଲ ମିଡିଆରେ ଭରସା କରିବେ ବୋଲେ ଥୋଡି ନା ହେବା ଆଜ୍ଞା। ଆଜ୍ଞା ଆପଣଙ୍କୁ କିଛି ଦେମୁ ବୋଲିକରି କହୁଛନ୍, ଆପଣଙ୍କର ତ ଭୁଲ ଅଛି ପହିଲା ଆଜ୍ଞା। ଆପଣଙ୍କୁ ଯଦି ପଇସା ମାଗୁଛନ୍ ବୋଲେ ଆପଣ ଦଉଥିଲେ କାଁ ହେଲା ଯେ? ହଁ 500 ଟଙ୍କାଟେ ମାହିଲିଆଟା ନାଇଁ ସେ ଜଣକୁ ନାଇଁ ଜାଣିକରି ନାଇଁ ବୁଝିକରି ଦେଇଦେବାଟା ତ ଭୁଲ ହେଲା। ଆଜ୍ଞା ହୁଁ ସବୁ ଏଇଟା ପ୍ରୁଫ୍ ସବୁ ରଖିଛେ ଆଜ୍ଞା। ଆପଣ ଗୋଟେ କାମ କରୁନ୍, ସାଇବର ଥାନାରେ ସିଧା ଏଫଆଇଆର କରୁନ୍। ଆଜ୍ଞା ଥାନାରେ ଏଫଆଇଆର କରୁନ୍, ଆଉ ସେହି ଏଫଆଇଆର କଲା ପରେ ସେଇ ଏଫଆଇଆର କପି ଟିକେ ପଠାବେ, ତାର ନ୍ୟୁଜ ବି କର୍ମା। আর ডিটেলস মানে কাଣା কাଣା স্ক্রিনশট ଅଛି ଆପଣଙ୍କୁ ଟିକେ ପଠେଇ ଦଉନ୍। ହଁ ହଁ ଠିକ୍ ଅଛି ଆଜ୍ଞା। এটা ଅଲଗା କିଏ କିଛି ନାଇଁ କରିପାରେ ଆଜ୍ଞା। এটা ଭାଇରାଲ ହେଲା ହେଲେ କିଏ କାଣା କରବା କହୁନ୍। କିନ୍ତୁ ହଏ ଆର ପଇସା ପତ୍ର ହେ ବ୍ୟକ୍ତି ମାନଙ୍କୁ ଟଙ୍କା ଗୋଟେ ବି ଆର ନାଇଁ ପଠାବେ। ଆଜ୍ଞା আর ଷ୍ଟ୍ରଙ୍ଗଲି ହେମାନେ ଡରାବେ ତତେ ଜେଲ ଆଜ୍ଞା ହେଇଯିବା, ତତେ ଅମକା ହେବା ସେନ୍ତା ହେବା ଏଟା ହେବା ବୋଲିକରି। ହୁଁ ଠିକ ଅଛି, ପଇସା ମିଲବା କି ନାଇଁ ମିଲେ କି କାଣା ସେଟା ପୋଲିସ ପ୍ରଶାସନ ଉପରେ ନିର୍ଭର କରୁଛି। ସାଇବର ଥାନାରେ ଆପଣ ପହିଲା ଲିଖିତ ଅଭିଯୋଗ ଦଉନ୍ ଯେ ଆଜ୍ଞା ମୁଁ ଏନ୍ତା ଠକାମିର ଶିକାର ହେଇଛେ ବୋଲିକରି। ଆଜ୍ଞା ବୁଝିପାରିଲେ କି ନାଇଁ? ଆପଣ ଅଲରେଡି ଠକାମିର ଶିକାର ହେଇସାରିଲେନ, ଆଉ ଟଙ୍କା ଗୋଟେ ବି ନାଇଁ ପଠାବେ। আর ଯଦି ଡରାବେ ବୋଲେ ଡରବେ ନାଇଁ ବିଲକୁଲ ବି। ଆଜ୍ଞା ଆଜ୍ଞା କଣ ତ ଆଜ୍ଞା ପଠେଇ ଦଉଛନ୍, ଏନ୍ତା କରି ପଠାବେ ବୋଲେ ଗୋଟେ ପଇସା ହେବା, କାହାକେ ଗୋଟେ ଭରସା କରିକି ପଠେଇଦେବେ ଏନ୍ତା କରିବାରେ। ଆଜ୍ଞା ଫ୍ରିରେ କେବେ ବି କିଛି ଜିନିଷ ନାଇଁ ମିଲେ ଆଜ୍ଞା, ମେହନତ କରବା ଲାଗି ପଡছে। ଆପଣ ମେହନତ କରି ଯାଇଛନ୍ ସେନିକେ। ଆଜ୍ଞା ହଏ ଏ ଜିନିଷ ମାନକେ କେତେ ବୁଝିବେ ମେହନତ ବୋଲେ ସିନା କରବାର ହେବା। ପଡୁଛି ଆଜ୍ଞା, ପୁରା ଏଇଟା ଘଣ୍ଟା ଘଣ୍ଟା ଏଇଟା ଗୋଟେ ଖଟବାର ପଡୁଛି ଆଜ୍ଞା ଇନ। ଆପଣ ଦଉନ୍ ଥାନାରେ ଏଫଆଇଆର ଟେ ଦଉନ୍। ଥାନାରେ ଏଫଆଇଆର ଟେ ଦଉନ୍ আর কহুন ইহাদে অলগা কিଏ ନାଇଁ ন, ଥାନାରେ ଏଫଆଇଆର ଦେଇକରି ହିଁ କିଛି ଗୋଟେ କରାଯାଇ ପାରବା। ସାଇବର ଥାନାରେ ମାନେ ଫ୍ରଡ କେସ୍ ହେଇ ଆଜ୍ଞା ଫ୍ରଡ ହେଇছে ମୋର ସାଙ୍ଗେ ବୋଲିକରି କେସ୍ ହଁ ଟେ ଦଉନ୍। ନାଇଁ ଦେବା ତାହେଲେ ଥାନାରେ କେସ୍। ନାଇଁ ଦେବାର ତାହେଲେ ଆଜ୍ଞା। ଥାନାରେ କେସ୍ କରୁନ୍, ଆଉ ଡରାବେ ବୋଲେ ଡରୁନ୍ ନାଇଁ। ଆଜ୍ଞା ବୁଝିପାରିଲେ କି ନାଇଁ? ଆଉ ଆଜ୍ଞା ଟଙ୍କା ଗୋଟେ ବି ନାଇଁ ପଠାବେ। ଯଦି ଉଲ୍ଟା ସେମାନେ ଆପଣଙ୍କୁ କିଛି ବି ଧମକ ଚମକ କରି ଜାଣା ବି କରୁଥିବେ, ହଁ ପଇସା ଟଙ୍କା ଗୋଟେ ବି ଆଉ ନାଇଁ ପଠାବେ। ଆଜ୍ଞା ଆଜ୍ଞା ବୁଝିପାରିଲେ? ଆଉ ସ୍କ୍ରିନଶଟ ମାନେ କାଣା କାଣା ହେଇଛି ଟିକେ ପଠନ୍ତୁ, ବୁଝମା ଟିକେ କାଣା ହଁ କାଣା ହଉଛି ହଁ ଯେ। ଠିକ୍ ଅଛି আর ଆଜ୍ଞା। ସେ ହର୍ଷ ସାଇ କେନ୍ତାଟା ହର୍ଷ ସାଇ ତାର ଫେସବୁକ୍ ଆଇଡି ଟିକେ ବି ପଠନ୍। ହଁ ଠିକ୍ ଅଛି ଆଜ୍ଞା। ଠିକ ଠିକ ଅଛି ଆଜ୍ଞା। হ্যাঁ ଧନ୍ୟବାଦ ଆଜ୍ଞା। দেখুন এই ভিডিওটা দেওয়ার মুখ্য কারণটা হচ্ছে আপনার সমস্তে সজাগ রহুন, সমস্তে ভাবি বিচারি করে কাম করুন। যেকୌଣସି ବ୍ୟକ୍ତିଟି ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ମାଗୁଛେ, କିଛି ବି ଆଇଡି ମାଗୁଛେ, ଆପଣ ତାହାକେ ନାଇଁ ଦଉନ୍। ହେଇପାରୁଛେ ବୋଲେ ପୁରା ଯାଞ୍ଚ ପଡ଼ତାଲ କରି ସାରିଲା ପରେ ହିଁ ସେହି ବ୍ୟକ୍ତିଙ୍କୁ ନିଜ ଡିଟେଲ୍ସ ଦଉନ୍। ଆପଣମାନେ କାହାକେ ଏନ୍ତା ପଇସା ନାଇଁ ପଠେଇ ଦଉନ୍ ଆଜ୍ଞା। ଏ ଠକାମିର ଶିକାର ଅନେକ ଲୋକ ହଉଛନ୍। ସେହି ଠକାମିର ଶିକାର ନାଇଁ ହେବାର୍ ଲାଗି ବୋଲିକରି ଆପଣମାନଙ୍କ ଲାଗି ଏଇଟା ଗୋଟେ ସଚେତନ ଭିଡ଼ିଓ ଏ। ତାର ସାଙ୍ଗେ ସାଙ୍ଗେ ଆମେ ଚେଷ୍ଟା କର୍ମା ଯେନ୍ ଇ ଡିଙ୍ଗର ଭାଇଙ୍କର ତାଙ୍କର ଯେନ୍ ପଇସା ଯାଇଛେ ସେଟା କେନ୍ତା ସବୁ ବାହାର କରାଯାଇ ପାରବା, କାଣା ହେଇପାରବା ଆକେ ପଦକ୍ଷେପ ତାଙ୍କର ଲାଗି ନିହାତି ଭାବରେ ଆମେ ସହଯୋଗ କର୍ମା। କିନ୍ତୁ ସାଧାରଣ ଲୋକମାନଙ୍କୁ ଆପଣମାନଙ୍କୁ ଆମେ ଗୁହାରି କରୁଛୁଁ ଯେ ଆପଣମାନେ କାହାର କଥାରେ ଆସିକରି ବିନା ମେହନତରେ କିଛି ବି ନାଇଁ ମିଲେ ଆଜ୍ଞା। ମେହନତ କଲେ ହିଁ ବହୁତ କିଛି ମିଲ୍ସି। ତ ସେଥିଲାଗି ଫ୍ରିରେ ମୋତେ କିଛି ମିଳିଯିବା ବୋଲି ନାଇଁ ଭାବୁନ୍। ଆଉ ମେହନତ କରୁନ୍, ବରଂ ସମୟ ଦଉନ୍, ଟାଇମ୍ ଲାଗିପାରେ ପଇସା আসবা, କିନ୍ତୁ ପରିସ୍ଥିତି ଖରାପ ଅଛେ ବୋଲିକରି ଫେର୍ ସେ ଜିନିଷକେ ବିଗିଡ଼ାବାର ଲାଗି ଚେଷ୍ଟା ନାଇଁ କରୁନ୍। ଆଶା ରହୁଛି ଇ ଭିଡ଼ିଓରୁ ଆପଣମାନଙ୍କୁ କିଛି ତ ମାନେ ସାଇବର ଠକେଇ ବିଷୟରେ ଜାଣବାରକେ ପାଇଥିବେ।